ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡ ତରଫରୁ ନିଆଯାଇଛି ଏକ ବଡ ପଦକ୍ଷେପ। ଯାହା ବି କିଛି ପଦକ୍ଷେପ ନିଆଯାଇଛି ସେ ବାବଦରେ ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନକୁ ପ୍ରେସ୍ କରି ଅଲ ରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ରୋକିବା ଲାଗି ଚଳିତ ବର୍ଷ ଠାରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଯେଉଁ କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ୍ ହେବ ତାହା ସହଜରେ ଜଣା ପଡିବ। ଆସନ୍ତା 17 ତାରିଖ ଠାରୁ ହେବାକୁ ଥିବା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ବା OSSTET ପରୀକ୍ଷାରେ ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ପରୀକ୍ଷାରେ ସ୍ୱଚ୍ଛତା ଯେପରି ରହିପାରିବ ସେଥିଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ପ୍ରଥମ ଥର ଲାଗି ବାରକୋଡର ବ୍ୟବସ୍ଥା କରାଯିବ। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରର ସମସ୍ତ ପୃଷ୍ଠାରେ ୱାଟରମାର୍କ ଲାଗିବ। ସେଥିରୁ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର ଏବଂ ପରୀକ୍ଷା କେନ୍ଦ୍ର ବିଷୟରେ ଜାଣି ହେବ। ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଅନୁମୋଦନ ଦେଇଛନ୍ତି। ଏହି ପଦ୍ଧତି ଲାଗୁ ହେବା ପରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କରୁଥିବା ବ୍ୟକ୍ତି ଖୁବ୍ ଶୀଘ୍ର ଧରା ପଡିବେ। କିଏ ଏବଂ କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ରକୁ ପ୍ରଘଟ କରିଛି ତାହା ସହଜରେ ଜଣା ପଡିଯିବ। ପ୍ରତିବର୍ଷ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟର ବାର୍ଷିକ ପରୀକ୍ଷା କରାଯାଏ। ଏହି ପରୀକ୍ଷା ପ୍ରାୟ 5 ଲକ୍ଷରୁ 6 ଲକ୍ଷ ଛାତ୍ରଛାତ୍ରୀ ଦେଉଥିବା ବେଳେ ପରୀକ୍ଷା ପୂର୍ବରୁ ମାଟ୍ରିକ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଲିକ୍ ହେବା ନେଇ ଅଭିଯୋଗ ହୁଏ, ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ଫଳରେ ବୋର୍ଡର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଚଳିତ ବର୍ଷ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଦିଗରେ ବୋର୍ଡ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏଥର ମାଟ୍ରିକ ପରୀକ୍ଷାର ସବୁ ବିଷୟ ଗୁଡିକର ପ୍ରଶ୍ନପତ୍ରରେ ୱାଟରମାର୍କ ଲାଗିବ। ସେଲ୍ଫ ଡିସପ୍ଲେ ୱାଟରମାର୍କ ଥିବା ଏହି ପ୍ରଶ୍ନପତ୍ରରେ କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ୱାଟରମାର୍କ ଉଠିବ। କେଉଁ ଛାତ୍ରଛାତ୍ରୀଙ୍କର ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଏବଂ କେଉଁ ହଲରୁ ଲିକ୍ ହୋଇଛି ତାହା ସହଜରେ ଜାଣି ହେବ। ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ବୋର୍ଡ ଅଧିକାରୀ ଆଲୋଚନା କରିବା ସହ ଏହାକୁ ଅନୁଧ୍ୟାନ କରିଥିଲେ। ଏହାପରେ ପରିଚାଳନା କମିଟି ବୈଠକରେ ଏ ବିଷୟରେ ଆଲୋଚନା କରାଯିବା ପରେ ଅନୁମୋଦନ ମିଳିଛି। ପ୍ରତ୍ୟେକ ପ୍ରଶ୍ନପତ୍ରର କ୍ରମିକ ସଂଖ୍ୟା ଓ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର ଏହି ୱାଟରମାର୍କରେ ରହିଛି। OSSTET ପରୀକ୍ଷାରେ ଏହି ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି ଏବଂ ଏହି ସମାନ ବ୍ୟବସ୍ଥା ମାଟ୍ରିକ ପରୀକ୍ଷା ପାଇଁ ମଧ୍ୟ କରାଯିବ ବୋଲି ଜଣାପଡିଛି, ଯାହାଦ୍ୱାରା ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ପ୍ରତିହତ ହୋଇପାରିବ ବୋଲି ପରିଷଦର ସଭାପତି ଶ୍ରୀକାନ୍ତ ରାୟ କହିଛନ୍ତି। ସୂଚନାଯୋଗ୍ୟ ଆସନ୍ତା ଫେବୃଆରୀ 21 ରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ବର୍ତ୍ତମାନ ଯାହା ବି କିଛି ନୂଆ ଅପଡେଟ ଆସିଥିଲା ଏ ଅପଡେଟଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚେଇ ଦିଅନ୍ତୁ। ଥ୍ୟାଙ୍କ ୟୁ ଫର ୱାଚିଂ।